आज पवित्र रक्षाबंधन उत्सव। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବ, ଆଜି ମଧ୍ୟ ଗହ୍ମା ପୂର୍ଣ୍ଣମୀ ପର୍ବ। ଏହି ଅବସରରେ ରାଜ୍ୟର ସବୁ ଭଉଣୀମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହିତ ସମସ୍ତେ ଯେପରି ସୁରକ୍ଷାର ସହିତ ରହିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ଭଉଣୀମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପରିବର୍ତ୍ତନର ଏ ସମୟରେ ସମସ୍ତେ ଯେପରି ଭଲରେ ରହିବେ ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବ ଏବଂ ଗହ୍ମା ପୂର୍ଣ୍ଣିମା ପର୍ବ ମଧ୍ୟ। ଏହି ଶୁଭ ଅବସରରେ ସମସ୍ତ ଭଉଣୀମାନଙ୍କୁ ମୁଁ ମୋ ତରଫରୁ शुभेच्छा एवं अभिनंदन जनाऊँगी एवं सेमानंकु सुरक्षा केमिति मिलिबो सेतिपाई मध्य आज मु ए पवित्र रक्षाबंधन उत्सव रे प्रतिश्रुति दउछि। सेमाने समस्ते भलरे रहिबे, सुखरे रहिबे, सुरक्षारे रहिबे आ समस्त ओडिशार भौणी मानकु सेतिपाई मध्य मु सुभद्रा योजना रे सेमानंकर सुरक्षा एवं सेमानंकर उन्नति पाई मध्य योजना करिछि। सेमानंकर उत्तरोत्तर कामना करुछि। ओडिशा रे जो परिवर्तन हेछि ए परिवर्तन रे समस्त भौणी माने सुरक्षा रहिबा सहित मोर ओडिशावासी समस्ते सुखरे रहंतु एवं सुरक्षा रे रहंतु, भलरे रहंतु ये शुभेच्छा कामना करुछि। महाप्रभु जगन्नाथଙ୍କ निकटरे प्रार्थना करुछि ओडिशार सर्वमंगल हो एवं समस्ते भलरे सुखरे रहंतु एवं विशेष करिकी समस्त मोर सुभद्रा भौणी माने भलरे रहंतु। बहुत बहुत धन्यवाद।